ମୁଁ ପ୍ରଥମେ ମୋର ବଡ଼ ଯେଉଁମାନେ ଅଛନ୍ତି ତାଙ୍କୁ ନମସ୍କାର ଜଣାଉଛି, ପ୍ରଣାମ ଜଣାଉଛି। ଆଉ ମୋର ଯେଉଁମାନେ ପୂର୍ବଜମାନଙ୍କୁ ତାଙ୍କୁ ଏଠୁ ବି ପ୍ରଣାମ କରୁଛି। ଡ୍ରିମ୍ସ ବିଷୟରେ ନିରାକାର ବାବୁ ବହୁତ ସମୟ ନେଇଛନ୍ତି, କହୁଛନ୍ତି ମଧ୍ୟ। ଏଠି ଆଜି ଯେଉଁ ପରିବେଶ ଅଛି, ଯାହା ସବୁ ହେଇଛି, ସବୁ ଡ୍ରିମ୍ସର ମୋର ସହଯୋଗୀ ବନ୍ଧୁମାନେ ତିଆରି କରିଛନ୍ତି। ସେଇଟା ଆଉ କେହି ତିଆରି କରିନାହାନ୍ତି। ଫ୍ରମ୍ ସୁଇପର ଟୁ ଆରମ୍ଭ କରି ଡାଇରେକ୍ଟର, ଭିସି, ସମସ୍ତେ ଯେତେ ଲୋକ ଏଇଠି ଅଛନ୍ତି ଆଉ ଏଠି ମଧ୍ୟ ନାହାନ୍ତି। କାରଣ ଡ୍ରିମ୍ସ ପରିବାର ଗୋଟେ ବହୁତ ବଡ଼ ପରିବାର। ଯେମିତି ଭାରତବର୍ଷରେ ଆଜିର ଦିନଟାକୁ ଯେମିତି ପାଳନ କରାହେଉଛି, ସେମିତି ଆମର ମଧ୍ୟ ଗୋଟେ ଡ୍ରିମ୍ସ ପରିବାରର ଗୋଟେ ନୀତି ନିୟମ ଅଛି। ଯେଉଁ ନୀତି ନିୟମ ଅନୁସାରେ ମୋର ସହଯୋଗୀ ବନ୍ଧୁମାନେ ଯେଉଁମାନେ ଏଇଠି ଅଛନ୍ତି କି ନାହାନ୍ତି, ସେମାନେ ସେଇ ଭଳିଆ ପ୍ରଚେଷ୍ଟା କରିକିରି ଡ୍ରିମ୍ସକୁ ଆଣିକିରି ଏଇ ଲେବୁଲରେ ଥୋଇଛନ୍ତି, ଯେଉଁଟା ପାଇଁ ମୁଁ ସେମାନଙ୍କୁ ଯେତେ ସାଧୁବାଦ ଜଣାଇଲେ ମଧ୍ୟ କମ୍ ହେଇଯିବ। କାରଣ କୌଣସି ଗୋଟିଏ ଲୋକ କେତେବେଳେ କୌଣସି କାମ କରିପାରେନି, ତାର ସହଯୋଗୀ ଅଙ୍ଗ ପ୍ରତ୍ୟଙ୍ଗ ଯେମିତି ଅଛି, ହାତ ଗୋଡ଼ ସବୁତକ ଯେମିତି ଅଛି, ସେମିତି ମୋର ଯେଉଁ ସହଯୋଗୀ ସମସ୍ତେ ଏଠି ବସିଛନ୍ତି, ଯେଉଁମାନେ ନାହାନ୍ତି, ସମସ୍ତେ ବହୁତ ପରିଶ୍ରମ କରିଛନ୍ତି। କାରଣ ସେ ଏଇ ଲେବୁଲକୁ ଆଣିବାକୁ, କାରଣ 1999 ମସିହାରେ ଆମେ ଆରମ୍ଭ କରୁଥିଲୁ, ଗୋଟେ ଛୋଟ ଗଛରେ ଥିଲା ସେଇଟା, ଆଜି ସେଇଟା ଗୋଟେ ଦ୍ରୁମରେ ପରିଣତ ହେଇଛି। ସେ ଦ୍ରୁମଟାକୁ ତିଆରି କରିବା ଆଉ ସେ ଦ୍ରୁମର ଯେଉଁ ସିଷ୍ଟମଟାକୁ କେମିତି ରେଗୁଲେଟିଂ କରିବା, ସେ ସବୁତକ ମାନେ ଆପଣମାନେ ହିଁ ତିଆରି କରିଛନ୍ତି। କାରଣ ଯାହାର ସହାୟକ ନିଅନ୍ତୁ ପଛେ, କିନ୍ତୁ ସେ ଦ୍ରୁମ ତିଆରି କରିବା ପଛରେ ଆପଣମାନଙ୍କର ହିଁ ହାତ ଅଛି। କାରଣ ସବୁବେଳେ ଯେତେବେଳେ ଯାହା ଦେଖନ୍ତି, ଆଜି ଆମେ ଯେଉଁ ଫାଷ୍ଟ କନଭୋକେସନ୍ କରିଥିଲୁ, ସେଥିରେ ଯାହା ଆମକୁ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ତାର ଶ୍ରେୟ ସମସ୍ତଙ୍କର। ଯେତେ ଯେଉଁ ସେ ପ୍ରମୋଦ ଭାଇ କହନ୍ତୁ, ସେ ପ୍ରମୋଦ ଭାଇଙ୍କର ଯେଉଁ ସହଯୋଗୀ ବନ୍ଧୁମାନେ ଥିଲେ, ତାଙ୍କୁ ସେ ଜାଣିନଥିଲେ। ତେଣୁ ସେ ତାଙ୍କ ନାଁ ନ ନେଇକିରି ପ୍ରମୋଦ ଭାଇଙ୍କ ନାଁ ନେଲେ, ଯେହେତୁ ମୋ ସହଯୋଗୀମାନେ ବହୁତ ଭଲ ବୋଲିକି ଆଜି ଏଇଠି ଯାଇକିରି ଆମେ ପହଞ୍ଚି ପାରିଛୁ, ନହେଲେ ଆମେ ଏଇଠି ପହଞ୍ଚି ପାରିନଥାନ୍ତୁ। ସବୁବେଳେ ନିଜକୁ ଦେଖିବା ଦରକାର ଯେ ମୁଁ କୌଣସି କାମ କରିଦେଲି, ଏ ଜିନିଷ ଯେଉଁଦିନ ଜଣେ ଲୋକ ଭାବେ, ସେ ଲୋକ ସେଇଠି ଦବିଯାଏ, ତାର ଆଉ ଉନ୍ନତି କେତେବେଳେ ହେଇପାରିବନି। ସବୁବେଳେ ଶ୍ରେୟ ଗୋଟେ ଟିମ୍ରେ ଯାଏ। କାରଣ ଆଜି ଯେଉଁ ଆମେ ଏ ସମ୍ବିଧାନ ଦିବସ ଭଳି ପାଳନ କରୁଛୁ, ସେଇଟା ଗୋଟେ ଟିମ୍ ଅଫ୍ ଲୋକ ତାକୁ ତିଆରି କରିଥିଲେ। ସମ୍ବିଧାନକୁ ଜାନୁଆରୀ 50 ମସିହାରେ ଏଇଟାକୁ ତିଆରି କରିଥିଲେ। ସେତେବେଳେ ବି ବହୁତ ଜ୍ଞାନୀ ଗୁଣୀ ଲୋକ ୟାକୁ ତିଆରି କରିଥିଲେ। ଆମର ମଧ୍ୟ 1999 ମସିହାରେ ଆରମ୍ଭ ହୋଇକିରି ଯେତେବେଳେ 22-23ରେ ଆମେ ୟୁନିଭର୍ସିଟି ହେଲୁ, ମେଡ଼ିକାଲ କଲେଜ ହେଲୁ, ମେଡ଼ିକାଲ କଲେଜ ହେଲା ପରେ ସବୁ ପ୍ରକାର ଯେତେ ନ୍ୟୁ ଭେଞ୍ଚର ବାହାରୁଛି, ଏଗ୍ରିକଲଚର ହେଉ, ଯେକୌଣସି ଜିନିଷ ହେଉ, ସବୁ ଜିନିଷ ଆମର ସହଯୋଗୀ ସାଥୀମାନେ ଯେଉଁମାନେ ମୋ ସହିତ ଅଣ୍ଟା ଭିଡ଼ିକି ରହିଛନ୍ତି, ଆଉ ସେମାନେ ଚାହିଁଛନ୍ତି ଡ୍ରିମ୍ସଟା ହେଉଛି ମୋର। ଡ୍ରିମ୍ସ ଯେତେବେଳେ ତାଙ୍କର ହେଇଯାଉଛି, ସେ ଡେଫିନେଟଲି ସେ ଡ୍ରିମ୍ସ ଉନ୍ନତି କରିବ। କାରଣ ଡ୍ରିମ୍ସ ଯଦି ଭାବିବେ
जे से चेयरमैन कर ताल से काम करते ड्रीम्स भावुंट ना मोर ड्रीम्स यहाँ मुझा को केमती नहीं यही लेवल रे पहुँचेबी जो थे कि सारा ओडिशा रे भारत वर्ष रे मु ड्रीम्स रो नामटा को उज्जवल करि परिबी से कथाटा को से मुंडे रे रखिकरी सब जिनस करूचंती तेणु मु बहुत साधुवाद देवी जे आज समस्ते जो माने अछंती से माने तांकर परिश्रम बजाय रखंतु आउ ये ड्रीम्स को से कौटी पहुँचेबे से कथा से माने चिंता करंतु ड्रीम्स को मु नहीं कौटी पहुँचेबी से निष्पत्ति मु तांको ऊपर छाड़देली जे से माने निष्पत्ति नियंतु जे मु ड्रीम्स को कौ लेवल रे पहुँचेबी ताहाले निश्चित ड्रीम्स आउरी भल करिवो आउ दिने ना दिने आपण मान देखिबे मु थाए कि न थाए आपण देखिबे ए ड्रीम्सटा जेमती धर्मेंद्र प्रधान कही आउ 10 वर्ष पर मु आसी पछरे बसिक देखी सेमती मु ऊपर थी देखी ड्रीम्स तार गोटे नवकलबर हो जाइए से ड्रीम्स आउ आजिर ड्रीम्स नहीं से ड्रीम्सटा गोटे अलग लेवल रे भारत वर्षर लेवल रे रही IIT लेवल रे रही यही मोर आजिर चिंताधारा को नहीं बहुत बहुत बधाई दो समस्त थैंक यू।